ଜୟ ଜଗନ୍ନାଥ ସାଙ୍ଗମାନେ। ତ ସକାଳ ଜଳଖିଆରେ ଆଜି ହେଇଛି ପିଠା, ଆଳୁ ଝୋଳ ଆଉ ଦୁଦୁରା ପିଠା। କାରଣ ଆଜି ହେଉଛି ସାନ ଦିଅରଙ୍କର ଜନ୍ମଦିନ, ତ ସେଇଠି ଖାଇକି ଯିବେ ବୋଲି ତାଙ୍କ ପାଇଁ ଖାଇବା ନେଉଥିଲି। ତାପରେ ଆସିକି ପହଞ୍ଚି ଯାଇଥିଲେ ସାନ ନଣନ୍ଦ ଆଉ ନାନୀ ଜିନା। ତ ନାନୀ ବହୁତ ଦିନ ପରେ ଆମ ଘରକୁ ଆସିଛନ୍ତି। ତ ଦେଖନ୍ତୁ ସାଙ୍ଗମାନେ, ଜିନା ଏଠି ବାହାରେ ବସିଛନ୍ତି, ମୋତେ କହୁଛନ୍ତି ମାମା ମୋର ଫଟୋ ଉଠାଅ, ସୁନ୍ଦରୀ କେଡ଼େ ଷ୍ଟାଇଲରେ ବସିଛନ୍ତି ଦେଖନ୍ତୁ। ତାପରେ ନାନୀ, ଆମ ନାନୀ ମା ବସିକି ଏଠି ଟିକେ କଥାବାର୍ତ୍ତା ହେଉଥିଲେ। ତ ପାଖରେ ମୁଁ ଲଞ୍ଚ ବନାଉଥିଲି। ତ ଲଞ୍ଚରେ ଆଜି ବନେଇଥିଲି ଆଫଗାନୀ ପନିର। ତ ଏଠି ରୋଷେଇ ସରିବା ପରେ ଆମେ ସମସ୍ତେ ଏଠି ଟିକେ ବସିକି କଥାବାର୍ତ୍ତା ହେଉଥିଲୁ। ଆପଣମାନେ ତ ଜାଣିଥିବେ ଆମ ଲେଡ଼ିଜ୍ ମାନଙ୍କର ଗୁଣ, ଟିକେ ଟାଇମ୍ ପାଇଲେ ଆମେ ବସିକି ଖାଲି କଥାବାର୍ତ୍ତା ହେବୁ। ତାପରେ ଲଞ୍ଚ ଟାଇମ୍ ହେଇଯାଇଥିଲା। ତ ଲଞ୍ଚରେ ଆଜି ଏସବୁ ଖାଇବା ବନିଥିଲା। ଆଜି ତ ସବୁ ସାଧା, ତ ୟାଙ୍କ ଲାଗି ଏଠି ବଢ଼ା ହେଇଥିଲା। ତାପରେ ମା ନାନୀ ଜଲ୍ଦି ବସିକି ବାହାରେ ଗପୁଥିଲେ। ତ ମା କହିଲେ ଏଇଠିକି ମୋ ପାଇଁ ଖାଇବା ଆଣିଦେ। ତ ମୁଁ ଏଠି ତାଙ୍କ ପାଇଁ ଖାଇବା ନେଇ ଦେଇଥିଲି। ତ ମା ଏଠି ଖାଉଥିଲେ। ତ ଏ ପାଖରେ ଜିନା, ଇଏ ସୋନୁ ବସିକି ଖାଉଥିଲେ। ତ ଏମାନେ ଦୁଇ ଜଣଙ୍କର ଖାଇବା କମ୍, କଥା ବେଶୀ। ଦେଖୁନାହାନ୍ତି କେମିତି ଡାଇନିଂରେ କଥା ହେଇକି ବସୁଛନ୍ତି। ତ ସମସ୍ତେ ଖାଇସାରିବା ପରେ ଆମେ ଖାଇଥିଲୁ। ତ ଖାଇସାରିକି ଯାଇଥିଲେ ନାନୀଙ୍କୁ ଜଲ୍ଦି ଟିକେ ଉପର ଘର ଦେଖିବେ ବୋଲି। ତ ଘର ଦେଖିସାରି ଆମେ ପଳେଇଥିଲୁ ଟିକେ ଛାତ ଉପରକୁ ବୁଲିବୁ ବୋଲି। ତ ଏଠି ଟିକେ ଫଟୋ ଉଠାଉଥିଲୁ। ତାପରେ ସେଠୁ ଜଲ୍ଦିକୁ ନାନୀ ଜିନା ବାହାରେ ଥିଲେ ଯିବା ପାଇଁ। ଆସିବାକୁ ଥିବ 2-4 ଦିନ ପୂର୍ବରୁ ଭାରି ଖୁସି ଲାଗେ। ତ 2-3 ଘଣ୍ଟା ରହିକି ଗଲେ ଭାରି ଦୁଃଖ ଲାଗେ। ତ ନାନୀକି ଜଲ୍ଦି ଏଠି ବାହାରେ ଥିଲେ ଯିବେ ବୋଲି। ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ତ ଆମେ ସମସ୍ତେ ରାସ୍ତାକୁ ଛାଡ଼ିବାକୁ ଯାଇଥିଲୁ। ତ ଏଠି ଜିନାକୁ ମୁଁ ପଚାରୁଥିଲି ଆଉ କେବେ ଆସିବ ବୋଲି। ତ ରହିଲି ସାଙ୍ଗମାନେ।